ଆପଣଙ୍କର ଯଦି କନ୍ୟା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କନ୍ୟା ରାଶିଙ୍କର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ନଭେମ୍ବର ମାସରେ ବହୁତ ବଡ଼ ଚଳନ ହେବାକୁ ଯାଉଅଛି, ଯାହା ଆଗାମୀ 4 ମାସ ଭିତରେ ଆପଣଙ୍କ ଗ୍ରହରେ କଦାପି ଘଟିନଥିଲା। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ ଆଣ୍ଡ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବା ସହ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ସାଧାରଣତଃ କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ସାହସୀ ଏବଂ ପରିଶ୍ରମୀ ହୋଇଥାନ୍ତି। କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ପରୋପକାରୀ ମଧ୍ୟ ହୋଇଥାନ୍ତି। ସେଥିପାଇଁ ତାଙ୍କର ଅଧିପତି ଶୁକ୍ର ଗ୍ରହ ତାଙ୍କର ଗୁରୁ ସ୍ଥାନରେ ଗୋଚର କରିଛନ୍ତି। ଆପଣଙ୍କର ଅଧିପତି ଶୁକ୍ର ଏବଂ ଶୁକ୍ର ଆପଣଙ୍କର ଗୁରୁ ସ୍ଥାନରେ ଅଛନ୍ତି, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ। କିନ୍ତୁ ଆପଣଙ୍କର ଦ୍ୱାଦଶ ଘରେ ରାହୁ ବିରାଜମାନ କରିଥିବାରୁ କିଛି ମାତ୍ରାରେ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରନ୍ତି, ଯେମିତିକି ଆପଣଙ୍କର କୌଣସି ଛୋଟ ମୋଟ ଆଘାତ ବା ଆକ୍ସିଡେଣ୍ଟ ହୋଇପାରେ, ନଚେତ୍ ଆପଣଙ୍କର ଦାନ୍ତ ପାଟି ମୂଳ ଦାନ୍ତ ମଧ୍ୟ ବିନ୍ଧା ହୋଇପାରେ। ତେଣୁ ଆପଣଙ୍କୁ ଯଥେଷ୍ଟ ମାତ୍ରାରେ ଆପଣଙ୍କର ଭଲ ହେବାକୁ ଯାଉଅଛି, କିନ୍ତୁ ରାହୁଙ୍କର କିଛି ତ ଆପଣଙ୍କ ଉପରେ ଦୃଷ୍ଟି ପଡ଼ିପାରେ। ତେଣୁ ବେଶୀ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ନଚେତ୍ ଆପଣଙ୍କର ଏହି ନଭେମ୍ବର ମାସରେ ସ୍ୱାସ୍ଥ୍ୟ ଅତ୍ୟନ୍ତ ଭଲ ଭାବରେ ଯିବାକୁ ଯାଉଅଛି। ଚାଲନ୍ତୁ ଆମେ ଟିକେ ଆପଣଙ୍କର ଚାକିରି କ୍ଷେତ୍ର ଉପରେ ନଜର ପକାଇବା। ଆପଣଙ୍କର ଚାକିରି କ୍ଷେତ୍ରରେ ରାଜନୀତିର ଗୁରୁ ସୂର୍ଯ୍ୟ ବିରାଜମାନ କରିଛନ୍ତି। ସୂର୍ଯ୍ୟ ଆପଣଙ୍କର ଏକାଦଶ ଘରେ ବିରାଜମାନ କରିଛନ୍ତି। ଫଳରେ ସୂର୍ଯ୍ୟଙ୍କର ବିରାଜମାନ ଫଳରେ ଆପଣଙ୍କୁ ଚାକିରିରେ ବହୁତ ମାତ୍ରାରେ ପ୍ରମୋସନ ହେବ ଏବଂ ଚାକିରିରେ ପ୍ରମୋସନ ହେବା ସହିତ ଆପଣଙ୍କୁ ବହୁତ ମାତ୍ରାରେ ମଧ୍ୟ ସମ୍ମାନ ମିଳିବ। ତେଣୁ ଆପଣ ଯଦି ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଏବଂ ଦେଖନ୍ତୁ, ଚାକିରି କ୍ଷେତ୍ର ଛଡ଼ା ଆପଣ କୌଣସି ଯଦି ଛୋଟ ମୋଟ ବ୍ୟବସାୟ କରୁଥାନ୍ତି ତେବେ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ବ୍ୟବସାୟରେ ମଧ୍ୟ ଆପଣଙ୍କର ଅତ୍ୟନ୍ତ ଭଲ ବ୍ୟବସାୟ ହେବ, କାରଣ ବ୍ୟବସାୟ ସ୍ଥାନରେ ସୂର୍ଯ୍ୟ ଅଛନ୍ତି। ତେଣୁ ପ୍ରତ୍ୟେକ ଦିନ ଆପଣ ସ୍ନାନ କରିସାରିବା ପରେ ଓମ୍ ସୂର୍ଯ୍ୟାୟ ନମଃ ଓମ୍ ସୂର୍ଯ୍ୟ ନମଃ କହି 7 ଥର ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ, ଦେଖିବେ ମଙ୍ଗଳ ହେବ। ଏବଂ ଏହି ନଭେମ୍ବର ମାସରେ ଆପଣଙ୍କର ଅଧିପତି ହେଉଛନ୍ତି ଶୁକ୍ର ଏବଂ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ସୂର୍ଯ୍ୟ। ତେଣୁ ଯେତେ ମାତ୍ରାରେ ଆପଣ ସୂର୍ଯ୍ୟଙ୍କୁ ସୂର୍ଯ୍ୟ ନମସ୍କାର କରିବେ ଅଥବା ସୂର୍ଯ୍ୟଙ୍କର ପ୍ରାଣାୟାମ କରିବେ ଅଥବା ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ଜପ କରିବେ, ଦେଖିବେ ଆପଣଙ୍କୁ ଅତ୍ୟନ୍ତ ଭାବରେ ମଙ୍ଗଳ ହେବ ଏବଂ ଅତ୍ୟନ୍ତ ଭାବରେ ଆପଣଙ୍କୁ ଶୁଭଦାୟକ ହେବ। ଏବେ ଜାଣିବା ଆପଣଙ୍କର ଶନି କେଉଁ ସ୍ଥାନରେ ବିରାଜମାନ କରିଛନ୍ତି, ଯାହା ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଶନିଙ୍କର ଦୃଷ୍ଟି ଆପଣଙ୍କ ଉପରେ କ'ଣ ପକାଇବ ପ୍ରଭାବ। ଦେଖନ୍ତୁ, ଶନି ଅଛନ୍ତି ଆପଣଙ୍କର ପଞ୍ଚମ ଘରେ, କିନ୍ତୁ ଏବେ ଶନି ହେଉଛନ୍ତି ମୀନ ରାଶିର ଅଧିପତି। ତେଣୁ ଶନି ମୀନ ରାଶିର ଅଧିପତି ହୋଇ ଦ୍ୱାଦଶ ଘରେ ରହି ଆପଣଙ୍କର ପଞ୍ଚମ ଘରେ ବିରାଜମାନ କରିଛନ୍ତି, ଯାହା କନ୍ୟା ରାଶିମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। କାରଣ କନ୍ୟା ରାଶିଙ୍କର ଶନିଙ୍କ ସହ ସେତେ ସମ୍ପର୍କ ବେଶୀ ନଥାଏ, ତଥାପି ଶନି ଆପଣଙ୍କର କର୍ମ ଅନୁଯାୟୀ ଆପଣଙ୍କୁ ଫଳ ଦେଇଥାନ୍ତି, କାରଣ ସିଏ ହେଉଛନ୍ତି କର୍ମଫଳଦାତା ଶନି। ତେଣୁ ଆପଣ ଯେତେ ମାତ୍ରାରେ ଏହି ନଭେମ୍ବର ମାସରେ ଆପଣଙ୍କର କର୍ମକୁ ସଠିକ୍ ଭାବରେ ପରିଚାଳନା କରନ୍ତୁ, ଦେଖିବେ ଆପଣଙ୍କର କର୍ମ ଯେପରି ପରିଚାଳିତ ହେବ ସେହିପରି ମାଧ୍ୟମରେ ଆପଣଙ୍କର ଜୀବନଟି ମଧ୍ୟ ସୁନ୍ଦର ହୋଇଯିବ ଏବଂ ଆପଣଙ୍କ ଜୀବନରେ ମଧ୍ୟ ହସ ଖୁସିର ଲହରୀ ଫେରିଯିବ। ତେଣୁ ପ୍ରତ୍ୟେକ ଦିନ ଆପଣ ଯେତିକି ନା ହେଉନା କାହିଁକି ଆପଣଙ୍କ ଦ୍ୱାରା ଯେତିକି ହେଉଛି ଆପଣ ସେତିକି ମଧ୍ୟ ସହଯୋଗ କରନ୍ତୁ। ଆପଣ ସବୁବେଳେ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ। କୌଣସି ଯଦି ଆପଣ ଗରିବ ଲୋକ ଦେଖିଲେ, କୌଣସି ଦରିଦ୍ର ଲୋକ ଦେଖିଲେ ତାକୁ କିଛି
ତାକୁ କିଛି ସାହାଯ୍ୟ କରନ୍ତୁ। ଯେମିତିକି ବସ୍ତ୍ର ହୋଇଗଲା କିମ୍ବା ଆପଣଙ୍କର କୌଣସି ଖାଦ୍ୟ ହୋଇଗଲା, ଏହିପରି ଭାବରେ ଅର୍ଥ ଦାନ ହେଉ ଆପଣ ଏହିପରି ଭାବରେ ଦାନ କରିପାରିବେ, ଯାହା ଆପଣଙ୍କୁ ମଙ୍ଗଳ ହେବ। କିନ୍ତୁ ଏହା ଛଡ଼ା ଅତ୍ୟନ୍ତ ଆପଣଙ୍କୁ ଯଦି ଶନିଙ୍କୁ ଅତ୍ୟନ୍ତ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ପୋଡ଼ା ରୁଟି ହେଉ କିମ୍ବା ବାସି ରୁଟି ଆପଣ ଏକ କଳା ଗାଈକୁ ଖୁଆନ୍ତୁ, କାଳି ଗାଈକୁ ଖୁଆନ୍ତୁ କିମ୍ବା କାକକୁ ମଧ୍ୟ ଖୁଆନ୍ତୁ, କାଉକୁ ମଧ୍ୟ ଖୁଆନ୍ତୁ। ଦେଖିବେ ଶନି ଆପଣଙ୍କର ଅତ୍ୟନ୍ତ ଭାବରେ ଆପଣଙ୍କ ଉପରେ ପ୍ରସନ୍ନ ହେବେ, ଅତ୍ୟନ୍ତ ଭାବରେ ପ୍ରସନ୍ନ ହେବେ। ଏବଂ ଆପଣ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ ଓମ୍ ଶନିଶ୍ଚରାୟ ନମଃ, ଓମ୍ ଶନିଶ୍ଚରାୟ ନମଃ ଏକ ବଟବୃକ୍ଷ ତଳେ ଜପି ପାଣି କିମ୍ବା ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ମଙ୍ଗଳ ହେବ। ଆପଣ ଏହିପରି ଭାବରେ ଶନିଙ୍କୁ ପ୍ରସନ୍ନ କରିପାରିବେ। ଫଳରେ ଆପଣଙ୍କର ଜୀବନରେ ଆପଣଙ୍କର ଯେକୌଣସି କର୍ମ କରିବେ, ଆପଣଙ୍କୁ ସେହି କର୍ମ ଅନୁଯାୟୀ ଆପଣଙ୍କୁ ପ୍ରତ୍ୟେକ କର୍ମ ଅନୁଯାୟୀ ଫଳ ମିଳିବ। ଏବଂ ଆପଣ ଯେତେ ମାତ୍ରାରେ ଭଲ କର୍ମ କରିବାକୁ ଚାହୁଁଛନ୍ତି କିମ୍ବା ଭଲ କର୍ମ କରନ୍ତି, ତେବେ ଆପଣଙ୍କୁ ସେହି ଅନୁସାରେ ଫଳ ପ୍ରାପ୍ତ ହେବ। କିନ୍ତୁ ମୁଁ ଚାହେଁ ଆପଣ ଜଗନ୍ନାଥଙ୍କ କୃପାରୁ ଭଲ କର୍ମ କରନ୍ତୁ, ଫଳରେ ଆପଣଙ୍କ ଉପରେ ଭଗବାନଙ୍କର ମଧ୍ୟ କୃପା ରହିବ। ଏବଂ ହଁ, ଆଉ ଗୋଟିଏ କଥା ମନେ ରଖିଥାନ୍ତୁ, ପ୍ରତ୍ୟେକ ଦିନ ହରିନାମ ମଧ୍ୟ ଜପ କରନ୍ତୁ। କାରଣ ହରି ହେଉଛନ୍ତି ସାରା ବିଶ୍ୱର ନିରାକାର, ଯାହାର ମଧ୍ୟ ଆକାର ନାହିଁ। ତେଣୁ ଆପଣ ପ୍ରତ୍ୟେକ ଦିନ ହରି ମହାମନ୍ତ୍ର, ହରିନାମ ମହାମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଆପଣ ଯେଉଁ ଚିଡ଼ଚିଡ଼ାପଣ ହେଉଛନ୍ତି, ଡିପ୍ରେସନକୁ ଯାଉଛନ୍ତି, ସେଥିରୁ ମଧ୍ୟ ବଞ୍ଚିତ ହେବେ। ଏହାକୁ ମାନିଲେ ମଙ୍ଗଳ ହେବ। ଆପଣଙ୍କର କନ୍ୟା ରାଶିଙ୍କର ବ୍ୟକ୍ତିବିଶେଷମାନଙ୍କର ଏହି ନଭେମ୍ବର ମାସରେ ଶୁଭ ରଙ୍ଗ ହେଉଛି ହଳଦିଆ। ଶୁଭ ସମୟ ହେଉଛି 6:30ରୁ 7:30 ପର୍ଯ୍ୟନ୍ତ। ଏବଂ ଆପଣଙ୍କୁ ଯଦି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ଆପଣ ଯଦି ଏକ କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରିବା ସହ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ। ଆଉ ହଁ, ପ୍ରତ୍ୟେକ ଦିନ ପ୍ରତ୍ୟେକ ସୋମବାର ଦିନ ଆପଣ ମଧ୍ୟ ମହାଦେବ ମନ୍ଦିରକୁ ଯାଇ ଯେକୌଣସି ହେଉ ମହାଦେବ ମନ୍ଦିର ଯାଇ ଆପଣ ଜଳ ଅର୍ପଣ କରନ୍ତୁ କିମ୍ବା ଜଳଶାୟୀ କରନ୍ତୁ, ପାଣି ଛଡ଼ାନ୍ତୁ। ଦେଖିବେ ଆପଣଙ୍କର ନବଗ୍ରହର ସ୍ଥିତି ଆପଣଙ୍କ ଉପରେ କଣ୍ଟ୍ରୋଲ ହୋଇ ରହିବେ, ଆଉ ଡିସମନିଟାଇଜ ହେବେ ନାହିଁ। ତେଣୁ ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରିବା ସହ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ନବଗ୍ରହ ଶାନ୍ତି ରହିବେ, ଫଳରେ ଆପଣଙ୍କ ଜୀବନଟି ହସ ଖୁସିରେ ଲହରୀ ପରି ଫେରିବ ଏବଂ ଆପଣଙ୍କର ଜୀବନଟି ବହୁତ ସୁନ୍ଦରମୟ ହୋଇଯିବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।